29/5/2025 ରେଖ ଗୁରୁବାର ଦିନ ରାତ୍ରି 1:18 ରାହୁ ମହାଗ୍ରହ ବିଷମ ରାଶି କୁମ୍ଭ ରାଶିକୁ ସଞ୍ଚାର କରିବେ। 25/11 କୁମ୍ଭ ପୂର୍ବଭାଦ୍ର ନକ୍ଷତ୍ର ତୃତୀୟ ପାଦକୁ ସଞ୍ଚାର କରିବେ। ଆମେ ଦେଖିବା ଯେ ସଞ୍ଚାର ତ ସବୁବେଳେ ଅଛି। କିଏ କହୁଛି ଶନି ଚଳନ୍ତିନି, ରାହୁ ଚଳନ୍ତିନି, କେତୁ ଚଳନ୍ତିନି। ହେଲା ହଉ, କ'ଣ ଅସୁବିଧା ହେଉଛି? ଆମର ଚଳନ୍ତି, ତମର ନ ଚଳ ଆମର ଚଳନ୍ତି। ତେଣୁକରି ସେ କଥାରେ କିଏ ଶୁଣୁଛି? ଯାହା ସୃଷ୍ଟି ଆରମ୍ଭରୁ ଅଛି ସେଇଟା ଠିକ୍, ଆମେ କହିଲେ ଠିକ୍ ହେବନି। ମେଷ ରାଶିର ହେବେ ଏକାଦଶ ରାହୁ, 1-1-2-1-3 ଏକାଦଶ ରାହୁ। ତାଙ୍କର ରାହୁଙ୍କର ଏକାଦଶରେ ଯଦି ବିଦ୍ୟମାନ କରିବେ ସେ ନିଶ୍ଚୟ ଯାକ 1.5 ବର୍ଷ ପୁରା ଶୁଭଫଳ ଦେବେ। ମେଷ ରାଶି ଏକାଦଶେ ସର୍ବଂ ଫଳଂ ଦଦ୍ୟାତି। ତାଙ୍କର ପଞ୍ଚମ ଦୃଷ୍ଟି ରହିବ ସପ୍ତମ ସ୍ଥାନ ଶୁକ୍ରକ୍ଷେତ୍ର ତୁଳା ରାଶିକୁ। ବିବାହ କାର୍ଯ୍ୟ ସମ୍ପନ୍ନ, ସାଙ୍ଗସାଥି ବଢ଼ିବେ, ବ୍ୟବସାୟ ଉତ୍ତମ ହେବ, ବିଦେଶ ଯାତ୍ରା ଭଲ ରହିବ। ରାହୁଙ୍କର ସପ୍ତମ ଦୃଷ୍ଟି ପଞ୍ଚମ ସ୍ଥାନ ସିଂହ ରାଶି ଶତ୍ରୁ କ୍ଷେତ୍ରକୁ। ଉଚ୍ଚ ବିଦ୍ୟାରେ ବାଧା ଉପୁଜିବ, ତାପରେ ପିଲାଙ୍କ ସହ ଟିକେ କଳ ହୋଇପାରେ, ପେଟ କିଛି ସମସ୍ୟା ସୃଷ୍ଟି ହୋଇପାରେ। ବଡ଼ ଧରଣ ନୁହଁ, ଅଳ୍ପ ଟିକେ ରହିବ। ରାହୁଙ୍କର ନବମ ଦୃଷ୍ଟି ରହିବ ତୃତୀୟ ସ୍ଥାନ ଭାତୃକ୍ଷେତ୍ର ବୁଧ ସ୍ଥାନକୁ ବା ବୁଧ କ୍ଷେତ୍ରକୁ ରହିବ। ଭାଇ ସହ ସମ୍ପର୍କ ଉତ୍ତମ ରହିବ, ସାହସ ବଢ଼ିବ, ସାନ ଭାଇର ପ୍ରତ୍ୟେକ କାର୍ଯ୍ୟ ଭଲ ରହିବ। ରାହୁଙ୍କର ଶେଷ ଦୃଷ୍ଟି ଦ୍ୱାଦଶ ଦୃଷ୍ଟି ଗୁରୁକ୍ଷେତ୍ରକୁ ବା ବ୍ୟୟ ସ୍ଥାନକୁ। ବ୍ୟୟ ଟିକେ ଅଧିକା କରିବେ, ବେଳେବେଳେ ଟିକେ ନିଦ୍ରାହାନି ରହିବ। ପର କାର୍ଯ୍ୟ ପାଇଁ ସମୟ ବିତେଇବେ, ପର ପାଇଁ ନିଜ ପାଇଁ ସମୟ ବିତେଇ ପାରିବେନି। କଠୋର ନୀତି ଅବଲମ୍ବନ କରିବେ। ମୃତ୍ୟୁର ଗୋଟିଏ ସ୍ୱପ୍ନ ଦେଖିବେ। ପିତା ମାତା କି ଆମର ବନ୍ଧୁ କି ସାଙ୍ଗସାଥି କିଏ ମରିଥିବ, ଟିକେ ସ୍ୱପ୍ନରେ ଦୃଶ୍ୟ ହେବେ। ଏଇ 1.5 ବର୍ଷ ଇଏ ଟିକେ ରହିବ, ପ୍ରତିକାର କିଛି ଆବଶ୍ୟକ ନାହିଁ। ମେଷ ରାଶିର ଭାଇ ଭଉଣୀମାନେ ରାହୁର ଶୁଭଫଳ ନିଶ୍ଚୟ ପାଉଛନ୍ତି। ଦେଖିବା ପରବର୍ତ୍ତୀ ରାଶି।